ନମସ୍କାର। ପୂର୍ବପକ୍ଷ ପ୍ରସ୍ତୁତ ମଇଦାନକୁ ଆପଣମାନଙ୍କୁ ମୁଁ ତୃପ୍ତି ସ୍ୱାଗତ କରୁଛି। ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏବଂ ବିଶେଷ କରି ସଞ୍ଜୁ ସାମସନଙ୍କ ସମର୍ଥକଙ୍କ ପାଇଁ ଏକ ଅତି ଆଶ୍ଚର୍ଯ୍ୟଜନକ ଏବଂ ନିରାଶଜନକ ଖବର ସାମ୍ନାକୁ ଆସିଛି। ଟି-20 ବିଶ୍ୱକପ୍ 2026ରେ ଦେଶ ପାଇଁ ଶାନଦାର ପ୍ରଦର୍ଶନ କରି ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିବା ସଞ୍ଜୁ ସାମସନଙ୍କୁ ଏବେ ଭାରତୀୟ ଦଳରୁ ବାହାରର ରାସ୍ତା ଦେଖାଇ ଦିଆଯାଇଛି। ଆସନ୍ତା 23 ଜୁଲାଇରୁ ଜିମ୍ବାୱେ ବିପକ୍ଷରେ ଆରମ୍ଭ ହେବାକୁ ଥିବା 3ଟି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ୍ ପାଇଁ ବିସିସିଆଇ ଯେଉଁ ଦଳ ଘୋଷଣା କରିଛି ସେଥିରୁ ସଞ୍ଜୁ ସାମସନଙ୍କୁ ସମ୍ପୂର୍ଣ୍ଣ ରୂପେ ବାଦ୍ ଦିଆଯାଇଛି। ଏହି ଚୟନ ପରେ ସାରା ଦେଶର କ୍ରିକେଟ ପ୍ରେମୀ ଏବଂ ପୂର୍ବତନ କ୍ରିକେଟ ସିଲେକ୍ଟର ଅଜିତ ଅଗରକର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ଉପରେ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ଏବେ ଏକ ବଡ଼ ପ୍ରଶ୍ନ ଉଠୁଛି, ଜଣେ ଖେଳାଳି ଯିଏ ନିକଟରେ ବିଶ୍ୱକପ୍ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ, ତାଙ୍କୁ ମାତ୍ର 2-3ଟି ମ୍ୟାଚ୍ର ଖରାପ ପ୍ରଦର୍ଶନ ପାଇଁ କେମିତି ଦଳରୁ ବାଦ୍ ଦିଆଗଲା? କ'ଣ ସଞ୍ଜୁ ସାମସନଙ୍କ ଟି-20 କ୍ୟାରିୟର ଏବେ ଶେଷ ହେବାକୁ ଯାଉଛି? ଆଜିର ଏହି ଭିଡିଓରେ ଆମେ ଏହି ପୁରା ବିବାଦ ଏବଂ ଏହା ପଛରେ ପ୍ରକୃତ ସମୀକରଣକୁ ବିସ୍ତୃତ ଭାବରେ ଆଲୋଚନା କରିବା। ଦର୍ଶକ ବନ୍ଧୁ, ସଞ୍ଜୁ ସାମସନଙ୍କ ପାଇଁ ଗତ କିଛି ସପ୍ତାହ ଆଦୌ ଭଲ ରହିନାହିଁ। ବିଶ୍ୱକପ୍ ପରେ ଆୟାରଲ୍ୟାଣ୍ଡ ଏବଂ ବର୍ତ୍ତମାନ ଚାଲିଥିବା ଇଂଲଣ୍ଡ ଗସ୍ତରେ ତାଙ୍କ ବ୍ୟାଟ୍ ସମ୍ପୂର୍ଣ୍ଣ ଶାନ୍ତ ରହିଛି। ଆୟାରଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ରେ ସେ ମାତ୍ର 5 ରନ୍ କରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଶୂନ ବା ଗୋଲ୍ଡେନ ଡକ୍ରେ ଆଉଟ୍ ହୋଇଥିଲେ। ଏହାପରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-20 ମ୍ୟାଚ୍ରେ ସେ ମାତ୍ର 1 ରନ୍ କରି ପ୍ୟାଭିଲିୟନ ଫେରିଥିଲେ। ଇଂଲଣ୍ଡର ସ୍ୱିଙ୍ଗ ଏବଂ ସିମ୍ ଟ୍ରାକ୍ରେ ତାଙ୍କ ବ୍ୟାଟିଂର ଟେକ୍ନିକ୍ସର ଦୁର୍ବଳତା ପୁଣି ଥରେ ସାମ୍ନାକୁ ଆସିଛି। ସଞ୍ଜୁଙ୍କର ଏହି କ୍ରମାଗତ ବିଫଳତା ଭିତରେ ଭାରତୀୟ କ୍ରିକେଟକୁ ମିଳିଛି ଏକ ବିରାଟ ପ୍ରତିଭା, 15 ବର୍ଷର ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-20 ମ୍ୟାଚ୍ରେ ଦଳ ପ୍ରତିବନ୍ଧନ ଏକ ବଡ଼ ନିଷ୍ପତ୍ତି ନେଇ ସଞ୍ଜୁ ସାମସନଙ୍କୁ ପ୍ଲେଇଂ 11ରୁ ଡ୍ରପ୍ କରିଥିଲେ ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କୁ ଆନ୍ତର୍ଜାତୀୟ ଡେବ୍ୟୁ କରିବାର ସୁଯୋଗ ଦେଇଥିଲେ। ସୂର୍ଯ୍ୟବଂଶୀଙ୍କର ଏହି ଏଣ୍ଟ୍ରି ସଞ୍ଜୁଙ୍କ ପାଇଁ ଦଳର ଦ୍ୱାର ବନ୍ଦ କରିଦେବାର ପ୍ରଥମ ସଂକେତ ଥିଲା। ଯେତେବେଳେ ମାଞ୍ଚେଷ୍ଟର ଟି-20ରେ ସଞ୍ଜୁ ସାମସନଙ୍କୁ ଦଳରୁ ବାଦ୍ ଦିଆଗଲା, ସେତେବେଳେ କ୍ରିକେଟ ବିଶେଷଜ୍ଞ ଏବଂ ପୂର୍ବତନ ଭାରତୀୟ ଖେଳାଳି ସଞ୍ଜୟ ମଞ୍ଜରେକର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ମଞ୍ଜରେକର ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ କହିଥିଲେ ଯେ ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁ ପାଇଁ ଖୁସି ସେ, କିନ୍ତୁ ଟିକେ ସଞ୍ଜୁ ସାମସନଙ୍କ କଥା ଚିନ୍ତା କରନ୍ତୁ। ଯଦି ସେ ଆହତ ନାହାନ୍ତି, ତେବେ ତାଙ୍କୁ ଦଳରୁ ବାହାରେ ରଖିବା ଏକ ଅତି ଆଶ୍ଚର୍ଯ୍ୟଜନକ ଏବଂ ଅଦ୍ଭୁତ ନିଷ୍ପତ୍ତି। ପ୍ରଶଂସକମାନଙ୍କ କହିବା କଥା ହେଉଛି, ଭାରତୀୟ କ୍ରିକେଟରେ ସଞ୍ଜୁ ସାମସନଙ୍କୁ ସବୁବେଳେ ସଫ୍ଟ ଟାର୍ଗେଟ କରାଯାଏ। ଅନ୍ୟ ଖେଳାଳିମାନେ ଖରାପ ଫର୍ମ ଦେଇ ଗତି କରିଥିଲେ ମଧ୍ୟ ସେମାନଙ୍କୁ ଅନେକ ସୁଯୋଗ ମିଳେ, କିନ୍ତୁ ସଞ୍ଜୁ ସାମସନଙ୍କ କ୍ଷେତ୍ରରେ ମାତ୍ର କେଇଟା ମ୍ୟାଚ୍ର ବିଫଳତା ପରେ ହିଁ ତାଙ୍କ ଉପରେ ଛାଟ ମରାଯାଏ। ଏବେ ଆସନ୍ତୁ ଜିମ୍ବାୱେ ଗସ୍ତ ପାଇଁ ଘୋଷଣା କରାଯାଇଥିବା ଦଳ ଉପରେ ଟିକେ ନଜର ପକାଇବା। ବିସିସିଆଇ ଶ୍ରେୟସ ଆୟରଙ୍କ କପ୍ତାନୀରେ ଏକ ଯୁବ ଦଳ ଘୋଷଣା କରିଛି, ଯେଉଁଥିରେ ତିଲକ ବର୍ମାଙ୍କୁ ଭାଇସ କ୍ୟାପ୍ଟେନ କରାଯାଇଛି। କିନ୍ତୁ ସବୁଠାରୁ ବଡ଼ ଚମକ ହେଉଛି ସଞ୍ଜୁ ସାମସନଙ୍କ ସମ୍ପୂର୍ଣ୍ଣ ଅନୁପସ୍ଥିତି। ସଞ୍ଜୁଙ୍କ ସ୍ଥାନରେ ପଞ୍ଜାବର ୱିକେଟ କିପର ବ୍ୟାଟର ପ୍ରଭସିମରନ ସିଂଙ୍କୁ ପ୍ରଥମ ଥର ପାଇଁ ସିନିୟର ଦଳରେ ସାମିଲ କରାଯାଇଛି। ଏହା ବ୍ୟତୀତ ହର୍ଷ ଦୁବେ, ୟଶ ଠାକୁର ଏବଂ ଅଶୋକ ଶର୍ମାଙ୍କ ଭଳି ଯୁବ ଚେହେରାଙ୍କୁ ସୁଯୋଗ ମିଳିଛି। ମୟଙ୍କର ଯାଦବ ଓ ରିଙ୍କୁ ସିଂଙ୍କୁ ମଧ୍ୟ ଦଳକୁ ଫେରାଇ ଆଣିଛନ୍ତି ବିସିସିଆଇ। ସୂତ୍ରରୁ ପ୍ରକାଶ ଯେ ବିସିସିଆଇ ସଞ୍ଜୁ ସାମସନଙ୍କୁ ରେଷ୍ଟ ଦେଇଛନ୍ତି ବୋଲି କହୁଛନ୍ତି, କିନ୍ତୁ ପ୍ରଶଂସକ ଏବଂ ବିଶ୍ଳେଷକମାନେ ଏହି ଯୁକ୍ତିକୁ ଗ୍ରହଣ କରିପାରୁନାହାନ୍ତି। ସେମାନଙ୍କ କହିବା କଥା ହେଉଛି, ଜଣେ ଖେଳାଳି ଯିଏ କେବଳ ଗୋଟିଏ ଫର୍ମାଟରେ ଟି-20 ଖେଳୁଛନ୍ତି, ତାଙ୍କୁ ଆରାମ ଦେବାର କୌଣସି ଆବଶ୍ୟକତା ନାହିଁ। ଏହା ଆରାମ ନୁହେଁ, ବରଂ ସିଧାସଳଖ ଦଳରୁ ଡ୍ରପ୍ କରାଯାଇଛି। ଯଦି ଆମେ ନିରପେକ୍ଷ ଭାବରେ ବିଚାର କରିବା, ତେବେ ସଞ୍ଜୁ ସାମସନଙ୍କ ସବୁଠୁ ବଡ଼ ଦୁର୍ବଳତା ହେଉଛି ତାଙ୍କର ଅସ୍ଥିରତା। ସେ କେବେ କେବେ ଅତି ଚମତ୍କାର ଶତକ ବା ବଡ଼ ସ୍କୋର କରନ୍ତି, କିନ୍ତୁ ତାପରେ ଲଗାତାର ସିରିଜରେ ଫ୍ଲପ୍ ହୁଅନ୍ତି। ଭାରତୀୟ ଦଳରେ ବର୍ତ୍ତମାନ ଯେଉଁଭଳି କମ୍ପିଟିସନ ଚାଲିଛି, ସେଥିରେ ଏଭଳି ଅସ୍ଥିର ପ୍ରଦର୍ଶନ ସହିତ ନିଜର ସ୍ଥାନ ସୁରକ୍ଷିତ ରଖିବା ଅତ୍ୟନ୍ତ କଷ୍ଟକର। ସଞ୍ଜୁଙ୍କ ବ୍ୟତୀତ ମଧ୍ୟକ୍ରମ ବ୍ୟାଟର ତିଲକ ବର୍ମା ମଧ୍ୟ
ସ୍କାନରର ଆଇନାରେ ଅଛନ୍ତି। ବର୍ତ୍ତମାନ 2026 ମସିହାରେ ଖେଳାଯାଇଥିବା 12ଟି ଟି20 ମ୍ୟାଚରେ ତିଲକ ମାତ୍ର 12ଟି ଛକା ମାରିଛନ୍ତି, ଯାହାକି ଜଣେ ଫିନିସର ହିସାବରେ ବହୁତ କମ୍। ତେଣୁ ସଞ୍ଜୁଙ୍କ ପରେ ଏବେ ତିଲକ ବର୍ମାଙ୍କ ଉପରେ ମଧ୍ୟ ରନ୍ସ କରିବାର ପ୍ରବଳ ଚାପ ରହିବ। ତେବେ ସଞ୍ଜୁ ସାମସନଙ୍କ ପାଇଁ ଏବେ ସବୁ ରାସ୍ତା ବନ୍ଦ ହୋଇଯାଇ ନାହିଁ। ଆସନ୍ତା ଏସିଆନ ଗେମ୍ ପାଇଁ ଘୋଷଣା ହୋଇଥିବା ଦଳରେ ତାଙ୍କ ନାଁ ରହିଛି, କିନ୍ତୁ ସିନିୟର ଟି20 ଦଳରୁ ଏଭଳି ବାଦ୍ ପଡ଼ିବା ନିଶ୍ଚିତ ରୂପରେ ତାଙ୍କ କ୍ୟାରିୟର ପାଇଁ ଏକ ବଡ଼ ଝଟକା। ଗୌତମ ଗମ୍ଭୀର ଏବଂ ଚୟନ କମିଟି ଯୁବ ଖେଳାଳିମାନଙ୍କୁ ନେଇ ଭବିଷ୍ୟତର ଏକ ନୂଆ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି, ଯେଉଁଥିରେ ସଞ୍ଜୁ ସାମସନ ଫିଟ୍ ହେଉନାହାନ୍ତି ବୋଲି ଜଣାପଡ଼ୁଛି। ତେବେ ଦର୍ଶକ ବନ୍ଧୁ, ବିସିସିଆଇର ଏଭଳି ନିଷ୍ପତ୍ତି ଉପରେ ଆପଣଙ୍କ ମତ କ'ଣ? ସଞ୍ଜୁ ସାମସନଙ୍କୁ ଜିମ୍ବାୱେ ସିରିଜରୁ ଡ୍ରପ୍ କରାଯାଇ କ'ଣ ଠିକ୍ ହୋଇଛି? ଆମକୁ କମେଣ୍ଟ ବକ୍ସରେ ଆପଣଙ୍କ ମତାମତ ନିଶ୍ଚୟ ଲେଖି ଜଣାନ୍ତୁ। ଭିଡିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲନ୍ତୁ ନାହିଁ। ରହୁଛି, ନମସ୍କାର। ଚାକିରି ଚିନ୍ତାରେ ସରି ଯାଉଛି ସମୟ, ବଢି ଯାଉଛି ବୟସ। ୟେସ୍, ଆପଣ ବି ଏଇ କଥା ଭାବୁଛନ୍ତି ନା? ତାହେଲେ ଟେନସନ ହୁଅନ୍ତୁ ନାହିଁ। ଏବେ ଚୁଟକିରେ ଚାଲିଯିବ ଏଇ ସବୁ ସମସ୍ୟା। ଆପଣ ପୂର୍ବ ଓଡ଼ିଶାରୁ ହୁଅନ୍ତୁ କି ପଶ୍ଚିମ ଓଡ଼ିଶାରୁ, ସହଯୋଗ କରିବ ଆଞ୍ଜେଲିନା ଏଣ୍ଟରପ୍ରାଇଜେସ୍। ଅଗରବତୀ ମେସିନ୍ ଠାରୁ ନେଇ ପେପର ପ୍ଲେଟ୍ ମେସିନ୍ ପର୍ଯ୍ୟନ୍ତ ଯାହା ଖୋଜିବେ ତାହା ପାଇବେ। ଆପଣଙ୍କ ମନପସନ୍ଦର ମେସିନ୍ ନିଅନ୍ତୁ ଆଉ ଆଜି ହିଁ ଆରମ୍ଭ କରନ୍ତୁ ବ୍ୟବସାୟ। ଯୋଗାଯୋଗ କରିବା ପାଇଁ ଡାଏଲ କରନ୍ତୁ